शेषରେ ପୃଥିବୀ ପୃଷ୍ଠରେ ପାଦ ଦେଇଛନ୍ତି ବହୁଚର୍ଚ୍ଚିତା ସୁନିତା। ଭାରତୀୟ ସମୟ ଅନୁସାରେ ଠିକ୍ ଭୋର 3ଟା 27ରେ ଆମେରିକାର ଫ୍ଲୋରିଡା ସମୁଦ୍ରରେ ଓହ୍ଲାଇଲା ଡ୍ରାଗନ୍ କ୍ୟାପସୁଲ୍। ଯାହାରି ଭିତରେ ଥିଲେ ସୁନିତା ୱିଲିୟମ୍ସ ଆଉ ସାଥୀ ମହାକାଶଚାରୀ। ସେମାନଙ୍କୁ ଜଣେ ପରେ ଜଣେ ଖୁବ୍ ସତର୍କତା ଓ ଯତ୍ନର ସହିତ ଷ୍ଟ୍ରେଚରରେ ବସାଇ ଯାନରୁ ବାହାରକୁ ଅଣାଯାଇଥିଲା। ଯାନରୁ ବାହାରିବା ସମୟରେ ମନଖୋଲା ହସ ହସୁଥିଲେ ସୁନିତା। ପରିତୃପ୍ତିର ହସ ହସୁଥିଲେ ଆଉ ହଲାଉଥିଲେ ହାତ। ବଡ଼ କଥା ହେଲା ମାତ୍ର 8 ଦିନ ପାଇଁ ମହାକାଶକୁ ଯାଇଥିଲେ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରହିଲେ 288 ଦିନ। ସାରା ପୃଥିବୀ ଉତ୍କଣ୍ଠାର ସହ ତୀକ୍ଷ୍ଣ ନଜର ରଖିଥିଲା ISSରେ ଫସିଥିବା 2 ମହାକାଶଚାରୀଙ୍କ ଉପରେ। ସେମାନଙ୍କର ଫେରିବା ନ ଫେରିବା ଉପରେ ଥିଲା ସନ୍ଦେହ। ବାରମ୍ବାର ମନେ ପଡ଼ିଯାଉଥିଲା କଳ୍ପନା ଚାୱଲାଙ୍କ କଥା। ବିଜ୍ଞାନକୁ ଅଶେଷ ଅଶେଷ ଧନ୍ୟବାଦ, ନାସାକୁ ଅଶେଷ ଅଶେଷ ଧନ୍ୟବାଦ। ସମସ୍ତେ ଫେରି ଆସିପାରିଛନ୍ତି ଭଲରେ ଭଲରେ। ହେଲେ ଦୁଃଖର କଥା, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ହୁଅନ୍ତୁ କି ଅନ୍ୟ କେହି ନେତା, ସେମାନଙ୍କର ଟିକିଏ ବି ମଣିଷପଣିଆ ନାହିଁ। ଆରାମରେ ଶୋଇ ରହିଥିଲେ ଘରେ ଏମାନଙ୍କ ଫେରିବା ସମୟରେ। କେବଳ ନାସାର କିଛି ବୈଜ୍ଞାନିକ ଆଉ ଉଚ୍ଚସ୍ତରୀୟ ଡାକ୍ତରୀ ଦଳଙ୍କୁ ଛାଡ଼ିଦେଲେ କେହି ବି ସମୁଦ୍ର କୂଳରେ ଡେରା ପକାଇ ନଥିଲେ ସେମାନଙ୍କୁ ସ୍ୱାଗତ କରିବା ପାଇଁ। ବେଶୀ କିଛି ହଲ୍ଲା ଗୁଲାମୀ ନଥିଲା। ଆମର ଭାରତରେ ଏଭଳି ଘଟଣା ଘଟିଥିଲେ ରାଜନୀତିଠୁ ଆରମ୍ଭ କରି ଗଦି ମିଡ଼ିଆ ପର୍ଯ୍ୟନ୍ତ ବାତାବରଣ କେମିତି ହେଇଥାନ୍ତା, ଦୟାକରି କମେଣ୍ଟ କରି ଜଣାଇବାକୁ